ଜୟ ଜଗନ୍ନାଥ। ଆମେ ଯାଇ ପହଞ୍ଚିଥିଲୁ ସିଦ୍ଧ ସାଧୁ ସନ୍ଥ ଯୋଗପୀଠ ମାଳିକା ବର୍ଣ୍ଣିତ ନଳୀ ଗୁମ୍ଫା ଅଡ଼ମ୍ବରୁ ନିକଟସ୍ଥ ଗୋଟିଏ ନଳୀ ଗୁମ୍ଫା ଅଛି, ଯେଉଁଠିକି ମାଳିକା ବର୍ଣ୍ଣିତ ପୀଠ। ଦେଖନ୍ତୁ ଗୋଟେ ସୁଡ଼ଙ୍ଗ ଭଳି ଗୋଟେ ଗୁମ୍ଫା ଅଛି, ବହୁତ ଭିତରକୁ ଆର ଅନ୍ତ କେଉଁଠି ନାହିଁ, କିନ୍ତୁ ଶୁଣିବାକୁ ମିଳେ ପୁରୀ ଏବଂ ଛତିଆ ସହିତ ଏ ଯୋଗ ସଂଯୋଗ ଅଛି ଏହାର, ଏବଂ ଆ ଭିତରେ ମଣି ନାଗ ହିଁ ଲୁଚିକି ରହିଛନ୍ତି ବୋଲି ଯାହା ସୂଚନା ମିଳେ। କିନ୍ତୁ ଏହାକୁ ଗୁପ୍ତରେ ସବୁ ତଥ୍ୟ ରଖାଯାଇଛି। ଉକ୍ତ ଅଞ୍ଚଳର ପୂଜା କରୁଥିବା ପୂଜାରୀ ମହୋଦୟଙ୍କୁ ଆମେ କିଛି ପଚାରିଥିଲୁ, କିନ୍ତୁ ସବୁକିଛି ଜାଣି ମଧ୍ୟ ସେ କିଛି କହିବାକୁ କ୍ୟାମେରା ଆଗରେ ମନା କରିଥିଲେ। କ୍ୟାମେରା ପଛରେ ଅନେକ କିଛି ତଥ୍ୟ କହିଥିଲେ। ହଁ, ପ୍ରଭୁ ବାହାରିଲେ ଶିବ, ଅନନ୍ତ ଶୟନ ତିଆରି ହେଲା, ଶିବ ବାହାରିଲେ। ସେ ଅନନ୍ତ ଶୟନ ମୂର୍ତ୍ତି କୁଆଡ଼େ ଗଲେ? ତିଆରି ହେଲା ଅନନ୍ତ ଶୟନ ପ୍ରକଟ ହେଲେନି ଆଉ। ଏଇ ଯେଉଁ କହୁଥିଲେ କଟକରୁ ଜଣେ କି ଆସୁଛନ୍ତି ବସୁଛନ୍ତି, ଡେଲି ଲେଖୁଛନ୍ତି, ଖାଉଛନ୍ତି ଡେଲି, ତାଙ୍କ ପରିଚୟ ଦେଉନାହାନ୍ତି। ହଁ, କଟକ କହୁଛନ୍ତି ଆଉ ପରିଚୟ ଦେଲେ କ'ଣ? ନିଜ ନାଁ ଦେଉନାହାନ୍ତି, କିଛି ଦେଉନାହାନ୍ତି। ନାଁ ଦେଉଛି, ଦେଇ ଯାଇଛି, କିଛି ନାହିଁ। ଆପଣ ଆଇଲେ 12ଟା 1ଟା ବେଳେ ପାଇବେ। ଆରେ ସଂକ୍ରାନ୍ତି ଆସିଥାନ୍ତେ।